ଛାତ୍ରଛାତ୍ରୀକୁ ଶୁଭ ସନ୍ଧ୍ୟା। ଆଜି ଆମେ ସାହିତ୍ୟ ଜ୍ୟୋତି ବହିର ପ୍ରଥମ ଏକକ ଗଦ୍ୟ ବିଭାଗ ସରସୁପଦର ବିଷୟରେ ଆଲୋଚନା କରିବା। ଏହି ସରସୁପଦର ଗଦ୍ୟର ଲେଖକ ହେଉଛନ୍ତି ଗୋପୀନାଥ ମହାନ୍ତି। ତାଙ୍କ ଜନ୍ମ 1914 ମସିହାରେ ହୋଇଥିଲା, ମୃତ୍ୟୁ 1991। ସବୁ ନୋଟ୍ କରିନିଅ। ସେ କଟକ ଜିଲ୍ଲାର ନାଗାପାଲ୍ଲି ଠାରେ ଜନ୍ମଗ୍ରହଣ କରିଥିଲେ। ଜିଲ୍ଲାର ନାମ ଥିଲା କଟକ ଆଉ ଗ୍ରାମର ନାମ ଥିଲା କ'ଣ? ନାଗାପାଲ୍ଲି। ସେ ଆଧୁନିକ ଓଡ଼ିଆ କଥା ସାହିତ୍ୟର ପ୍ରଖ୍ୟାତ ସ୍ରଷ୍ଟା ଭାବରେ ଗୋପୀନାଥ ମହାନ୍ତି ସୁପରିଚିତ ଥିଲେ। ସେ ଥିଲେ ଅସାଧାରଣ ପ୍ରତିଭାର ଅଧିକାରୀ। ଓଡ଼ିଆ ଉପନ୍ୟାସ ରଚନା କ୍ଷେତ୍ରରେ ଲେଖନୀ ଚାଳନା କରି ସେ ନୂତନ ଦିଗନ୍ତ ଉନ୍ମୋଚନ କରିଛନ୍ତି। ବିଶେଷ ଭାବରେ ଆଦିବାସୀ ଜୀବନ ଚରିତ୍ର ଅଙ୍କନରେ ତାଙ୍କର ଦୃଷ୍ଟିଭଙ୍ଗୀ ଅନତିକ୍ରମ୍ୟ। ଅର୍ଥାତ୍ ଏଠି ଗୋପୀନାଥ ମହାନ୍ତିଙ୍କର ଆଦିବାସୀ ଜୀବନ ଚରିତ୍ର ଅଙ୍କନରେ ତାଙ୍କ ଦୃଷ୍ଟିଭଙ୍ଗୀ ଅନ୍ୟତମ ଥିଲା। ଆଉ ସେ ଲେଖିଥିବା ପୁସ୍ତକ ଗୁଡ଼ିକ ବିଷୟରେ ମୁଁ ଆଲୋଚନା କରିବି। ଗୋପୀନାଥ ମହାନ୍ତି ଲେଖିଥିବା ଉପନ୍ୟାସ ଗୁଡ଼ିକର ନାମ ଥିଲା, ସମସ୍ତେ ଲେଖିନିଅ। ପ୍ରଥମ ଉପନ୍ୟାସ ଥିଲା ପରଜା, ତାପରେ ହରିଜନ, ଅମୃତ ସନ୍ତାନ, ଦାନା ପାଣି, ମାଟିର ମଟାଳ, ଦାଦି ବୁଢ଼ା, ଲୟ ବିଲୟ। ଏତିକି ଥିଲା ତାଙ୍କର ଉପନ୍ୟାସ। କ୍ଷୁଦ୍ରଗଳ୍ପର ନାମ ଥିଲା ଘାସ ଫୁଲ, ଉଡ଼ନ୍ତା ଖଇ। ସେ ଗୋଟେ ନାଟକ ବି ଲେଖିଥିଲେ। ସେ ନାଟକଟିର ନାମ ଥିଲା ମୁକ୍ତି ପଥେ। ଆଉ ସେ ଗୋଟେ ଆଲୋଚନା ପୁସ୍ତକ ଲେଖିଥିଲେ, ତା ନାଁ ଥିଲା କଳାଶକ୍ତି। ଆଉ ତାଙ୍କର ଗୋଟେ ଜୀବନୀ ଥିଲା ଉତ୍କଳମଣି। ଆଉ ତାଙ୍କର ଆତ୍ମଜୀବନୀ ପୁସ୍ତକର ନାମ ଥିଲା ସ୍ରୋତସ୍ୱତୀ ପୁସ୍ତକ। ସେ ଭାରତ ବର୍ଷର ଉଲ୍ଲେଖଯୋଗ୍ୟ ସାହିତ୍ୟ ସମ୍ମାନ ଜ୍ଞାନପୀଠ ପୁରସ୍କାର ମଧ୍ୟ ସେ ପାଇଥିଲେ। ତ ଏଇ ଗୁଡ଼ାକ ଥିଲା ଗୋପୀନାଥ ମହାନ୍ତିଙ୍କର ପୁସ୍ତକ ଗୁଡ଼ିକର ବିଷୟରେ ମୁଁ ଆଲୋଚନା କଲି। ତାଙ୍କର ନାଟକ ଗୁଡ଼ିକ ବିଷୟରେ ଆଲୋଚନା କଲି ଓ ତାଙ୍କର ଆତ୍ମଜୀବନୀ ପୁସ୍ତକ ବିଷୟରେ ଆଲୋଚନା କଲି। ସେଗୁଡ଼ିକ ବି ତୁମକୁ ବହୁତ ଜରୁରୀ, କାହିଁକିନା ବେଳେବେଳେ ପରୀକ୍ଷାରେ ବି ପଚାରି ଦେଇଥାଏ। ତ ଏଗୁଡ଼ାକ ମଧ୍ୟ ତୁମେ ଟିକେ ମନେ ରଖିବ ଛୁଆମାନେ। ଏବେ ଆମେ ଦେଖିବା ସେଇ ସବୁ ସରସୁପଦର ଗଦ୍ୟ ସମ୍ପର୍କରେ କିଛି ଆମେ ତାର ବିଷୟବସ୍ତୁ ବିଷୟରେ ଆମେ ଆଲୋଚନା କରିବା। ଗୋପୀନାଥ ମହାନ୍ତିଙ୍କର ପ୍ରସିଦ୍ଧ ଉପନ୍ୟାସ ପରଜା, ଯେଉଁଟାକି ଆମେ ମୁଁ କହିଥିଲି ଉପନ୍ୟାସର ନାମ ପରଜା। ସେଇ ପରଜା ଉପନ୍ୟାସର ବିଷୟ ସରସୁପଦର ବିଷୟଟି ଆସିଅଛି ଓ ତାଙ୍କ ଉପନ୍ୟାସର ଆରମ୍ଭଟା ସେଇ ସରସୁପଦରରୁ ହିଁ ଆସିଅଛି ବା ହୋଇଅଛି, ଯେଉଁଟାକି ଆମେ କୋରାପୁଟରୁ ଲକ୍ଷ୍ମୀପୁର ଯିବା ରାସ୍ତାର ଧର୍ମଦ୍ୱାର ଘାଟି ନିକଟସ୍ଥ ଛୋଟ ଗାଁ ସରସୁପଦର। ସରସୁପଦରରେ 3 ଜାତିର ଲୋକ ବାସ କରନ୍ତି। ଏଠାରେ ଲେଖକ ଗୋପୀନାଥ ମହାନ୍ତି କହୁଛନ୍ତି ଯେ କୋରାପୁଟରୁ ଗଲାବେଳେ ଯେଉଁ ଲକ୍ଷ୍ମୀପୁର ଯିବା ରାସ୍ତାରେ ଗୋଟେ ଘାଟି ପଡ଼ୁଛି, ଯେଉଁ ଘାଟିର ନାମ ଥିଲା ଧର୍ମଦ୍ୱାର ଘାଟି। ସେ ଘାଟିର ନିକଟରେ ଗୋଟେ ଛୋଟ ଗାଁ ସରସୁପଦର। ସେଇ ସରସୁପଦର ଗାଁରେ 3 ଜାତିର ଲୋକ ବାସ କରନ୍ତି। ପ୍ରାକୃତିକ ପରିବେଶ ଭିତରେ ଗଢ଼ି ଉଠିଥିଲା ଏହି ଗାଁଟିର ଅତ୍ୟନ୍ତ ମନୋରମ ପ୍ରାକୃତିକ ଦୃଶ୍ୟ। ଘାଟି ପାଖରେ ଗାଁଟି, ତେଣୁକରି ଏଠି ତୁମେ ଜାଣିପାରୁଥିବ ତ ତାର ପ୍ରାକୃତିକ ଦୃଶ୍ୟ ବହୁତ ମନୋରମ ଥିଲା। ଓ ଜନଜାତି ମଣିଷର ଜୀବନ ଚରିତ୍ର ସରସୁପଦରରେ ମିଳିଥାଏ। ଏଠାରେ ଆମର ଯେଉଁ ଜନଜାତି ସମ୍ପ୍ରଦାୟର ଲୋକ ବାସ କରନ୍ତି, ସେଇ ଜନଜାତି ସମ୍ପ୍ରଦାୟର ଲୋକମାନଙ୍କର ଚିତ୍ର ଏଠାରେ ବର୍ଣ୍ଣନା କରାଯାଇଛି ଏହି ସରସୁପଦର ଗଦ୍ୟରେ। ଆଉ ଜନଜାତି ମଣିଷ ସର୍ବୋପରି ସେମାନଙ୍କର ସରଳ ନିଷ୍କପଟ ଜୀବନ ଧାରାର ସଫଳ ଉଦାହରଣ ସରସୁପଦର ଗାଁ। ତ ଏଇ ସରସୁପଦର ଗାଁରେ ଯେଉଁ ଜନଜାତିର ଲୋକମାନେ ବାସ କରୁଥିଲେ, ତାଙ୍କର ସରଳ ନିଷ୍କପଟ ଜୀବନଶୈଳୀ ବିଷୟରେ ଏଠାରେ ଲେଖକ ବର୍ଣ୍ଣନା କରିଛନ୍ତି। ପାଠଟି ବାସ୍ତବ ଓ ଜୀବନ ଧର୍ମୀ। ସରସୁପଦର ଗଦ୍ୟଟି ବାସ୍ତବ ଓ ଜୀବନ ଧର୍ମୀ ବର୍ଣ୍ଣନା ପାଠକଙ୍କୁ ସ୍ପର୍ଶ କରିବା ସହ ଜନଜାତି ଜୀବନଚର୍ଯ୍ୟାକୁ ଉନ୍ମୋଚିତ କରିବାରେ ସହାୟକ ହୋଇଛି। ଏଠାରେ ତାଙ୍କର ପାଠଟି ବାସ୍ତବ ଧର୍ମୀ ଥିଲା। ଆଉ ତାଙ୍କର ଯେଉଁ ଜନଜାତି ଜୀବନଚର୍ଯ୍ୟାକୁ ସେଠାରେ ଯେଉଁ ଉନ୍ମୋଚନ କରିଛନ୍ତି ତା ବିଷୟରେ ଏଠି ଲେଖକ ବହୁତ ସୁନ୍ଦର ଭାବରେ ଆଲୋଚନା କରିଛନ୍ତି। ତ ପାଠ ଭିତରକୁ ଆମେ ଯିବା ବା ସରସୁପଦର ପାଠକୁ ଯିବା। ତ ପ୍ରଥମେ କବି ଆରମ୍ଭରେ କହୁଛନ୍ତି ଯେ କୋରାପୁଟ ଲକ୍ଷ୍ମୀପୁର ଯିବା ରାସ୍ତାରେ ଲକ୍ଷ୍ମୀପୁର ମୋଟେ 1.5 କୋଶ ଥାଇ ଯେଉଁ ଭୟଙ୍କର ଧର୍ମଦ୍ୱାର ଘାଟି ପଡ଼େ। ଅର୍ଥାତ୍ କୋରାପୁଟରୁ ତମାନେ ସମସ୍ତେ ଜାଣିଥିବ କୋରାପୁଟ ଜିଲ୍ଲାରୁ ଲକ୍ଷ୍ମୀପୁର ଗାଁ ଗୋଟେ, ଯେଉଁ ଗାଁକୁ ଯିବା ବେଳେ ରାସ୍ତାରେ ଗଲାବେଳେ 1.5 କୋଶ ଅର୍ଥାତ୍ ଏଠି କୋଶ ଅର୍ଥ ଆମର କୋଶ ତମାନେ ତ ଜାଣିନଥିବ, ତ 4.8 କିଲୋମିଟର କିମି
ଦୂରରେ ଗୋଟେ ଭୟଙ୍କର ଘାଟି, ଏଠାରେ ଘାଟିଟାକୁ ଭୟଙ୍କର ଘାଟି କୁହାଯାଏ। ଘାଟି ରାସ୍ତା ତମେ ସମସ୍ତେ ଜାଣିଥିବ ଭୟଙ୍କର ଥାଏ, କାହିଁକିନା ବହୁତ ବୁଲା ବଙ୍କା ପାହାଡ଼ କାଟିକି ରାସ୍ତା ତିଆରି କରାଯାଇଥାଏ। ସେ ଘାଟି ଧର୍ମଦ୍ୱାର ଘାଟି, ଏପାଖୁ 40 ସେପାଖୁ 40, ମାନେ ଏପଟେ 40ଟା ପାହାଡ଼, ସେପଟୁ 40ଟା ପାହାଡ଼ ଠେଲା ଠେଲି ଧକ୍କା ଧକ୍କି ହୋଇ ମୁହାଁମୁହିଁ ଠିଆ ହେଇଛନ୍ତି। ଅର୍ଥାତ୍ ଦୁଇଟି ପାହାଡ଼ ମୁହାଁମୁହିଁ ହେଇକି ଠିଆ ହୋଇଛନ୍ତି। ସେଇ ଧର୍ମଦ୍ୱାର ଘାଟିରୁ ଉତ୍ତରକୁ, ସେଇ ଯେଉଁ ଭୟଙ୍କର ଘାଟି ଯେଉଁ ଧର୍ମଦ୍ୱାର ଘାଟି ତାର ଉତ୍ତରକୁ ଯଦି କୋଷେ ଦୂର ଯିବା, ତାହେଲେ ସେଠି ଗୋଟେ ଛୋଟ ଗାଁ, ସେଇ ଗାଁଟିର ନାଁ ଥିଲା ସୋରସପଦର। ଗୋଟିଏ ପାହାଡ଼ ଢାଲୁରେ ଠିକ୍ ଅଣ୍ଟା ପାଖରେ, ଗୋଟେ ପାହାଡ଼ର ଢାଲୁ ମାନେ ଗଡ଼ାଣିଆ ପାଖରେ ସେଇ ଗାଁଟି ସୋରସପଦର। ପାଖାପାଖି 3 ଜାତିର ଲୋକ ବସତି, ଅର୍ଥାତ୍ 3 ଜାତିର ଲୋକ ସେଠାରେ ବାସ କରନ୍ତି। ସେଇ ସୋରସପଦର ଗାଁରେ 3 ଜାତିର ଲୋକ ବାସ କରନ୍ତି। 3 ମେଞ୍ଚ କୁଡ଼ିଆ ଘର, ସେଠି 3 ମେଞ୍ଚ କୁଡ଼ିଆ ଘର ଥିଲା। ଆଉ ଡମ୍ବ ସାହି, ଗାଧୁଆ ସାହି, ପରଜା ସାହି, 3ଟା ଜାତି। ଯେଉଁ 3ଟା ଜାତି କଥା ଏଠି କୁହାଯାଉଛି, ଗୋଟେ ଡମ୍ବ ସାହି ଥିଲା, ଆଉ ଗୋଟେ ଗାଧୁଆ ସାହି ଥିଲା, ଆଉ ପରଜା ସାହି ଥିଲା। ଆଉ ଘରଗୁଡ଼ିକ ଧାଡ଼ି ଧାଡ଼ି ହୋଇଥିଲା। ଝଣିଆ ଝାଟିର ଜାଲିବାଡ଼ ଭିତରେ ସବୁଜ ଜୋଣା ମକା କ୍ଷେତ, ଆଉ ସେଠି ମକା ସବୁଜ ମକା କ୍ଷେତ, ଲଙ୍କା କ୍ଷେତ, ଧୂଆଁପତ୍ର କ୍ଷେତ। ତା ବାହାରେ ମାଣ୍ଡିଆ, ଅଳସୀ, ଜନ୍ଦା, କାନ୍ଦୁଲ ଇତ୍ୟାଦି ଚାଷ କରାଯାଉଥିଲା। ସେଇ ଯେଉଁ ଗାଁ କଥା କୁହାଗଲା, ଯେଉଁ ସେ ଗାଁର କିଛି ଦୂରରେ ମକା ସବୁଜ ମକା କ୍ଷେତ ଥିଲା, ଲଙ୍କା ମରିଚ କ୍ଷେତ ଥିଲା, ଧୂଆଁପତ୍ର କ୍ଷେତ ଥିଲା। ତା ସହିତ ମାଣ୍ଡିଆ ଆଉ ଅଳସୀ ବି ଗୋଟିଏ ଶସ୍ୟର ନାମ, କାନ୍ଦୁଲ ଡାଲି ଜାତୀୟ ଶସ୍ୟର ନାମ। ତ ଏଇ ଶସ୍ୟ ଗୁଡ଼ାକ ସବୁ ଚାଷ କରାଯାଉଥିଲା। ମୋଟେ 22 ଘର ବାସ, ମୋଟେ 22 ମାନେ ତମେ ବୁଝିପାରୁଥିବ, 20 ଆଉ 2 ମିଶି 22ଟି ଘର ସେଇ ଗାଁରେ ଥିଲା, ସେଇ ସୋରସପଦର ଗାଁରେ। ଏହି ଗାଁର ପରଜା ସାହିର ଶୁକ୍ରଜାନି ତାର ଟିକେ ସଂସାରକୁ ଘେନି କୃଷିବାସରେ ହିଁ ଚଳୁଥିଲା। ସେଇ ଗାଁର ଗୋଟିଏ ଲୋକ ଯିଏକି ଶୁକ୍ରଜାନି, ବହୁତ ଖୁସିରେ ତାର ଟିକେ ସଂସାରକୁ ନେଇକି ଚଳୁଥିଲା। ମାଣ୍ଡିଆ ପେଜ ମନ୍ଦିକ ସଞ୍ଜରେ ସକାଳେ କେବେ ଉଣା ନଥିଲା। ତା ଘରେ ମାଣ୍ଡିଆ ପେଜର କେବେ ବି ଅଭାବ ନଥିଲା। ପେଜ ଅର୍ଥ ତମେ ଜାଣିଥିବ ସମସ୍ତେ, ଯାଉ। ଏଠି ଲେଖା ବି ହୋଇଛି ତମ ବହିରେ। ଅଣ୍ଟାର ଡୋର 4 ଆଙ୍ଗୁଳି କୌପିନ ଖଣ୍ଡିଏ ଲେଖାଏଁ କେବେ ଅଭାବ ହୋଇନାହିଁ। ଆଉ ତା ଘରେ କୌପିନ, ଯେଉଁଟାକି ତମର ଇଏରେ ବି ଦେଇଛି, ବହିରେ ବି ଦେଇଛି, କାଛା ବା ଲେଙ୍ଗଟା ବୋଲି କୁହାଯାଏ। ତାକୁ ଭଲ ଅର୍ଥରେ ଅନ୍ତବସ୍ତ୍ର ବି କୁହାଯାଏ। କୌପିନ ଯେଉଁମାନେ କି ଆମର ଜନଜାତି ଲୋକମାନେ ପିନ୍ଧନ୍ତି, ତମାନେ ସବୁ ଜାଣିଥିବ। ତ ସେଇ ଜିନିଷ ବି ତା ଘରେ କେବେ ବି ଅଭାବ ନଥିଲା, ଯେଉଁଟାକି ଆମେ କହୁଛୁ ଅନ୍ନ ବସ୍ତ୍ରର ଅଭାବ ନାହିଁ, ସେଇ କଥା ଯେ ଖାଇବା ଆଉ ପିନ୍ଧିବାରେ ତାର କୌଣସି ପ୍ରକାର ଅଭାବ ନଥିଲା। ସୁଖ ଦୁଃଖରେ ସେ ଚଳୁଥିଲା। କିଏ? ଶୁକ୍ରଜାନି। 3 ବର୍ଷ ତଳେ ତାର ଭାରିଜା ସମ୍ବାରେ ଭାଲୁଗାଡ଼ ଝୋଲାକୁ ସକାଳୁ ଶାଗ ତୋଳିବାକୁ ଯାଇଥିଲା, ଆଉ ଫେରିଲା ନାହିଁ। ଅର୍ଥାତ୍ ଶୁକ୍ରଜାନିର ସ୍ତ୍ରୀ ଭାରିଜା ଅର୍ଥ ସ୍ତ୍ରୀ, ତା ସ୍ତ୍ରୀର ନାଁ ଥିଲା ସମ୍ବାରୀ, ଶୁକ୍ରଜାନିର ସ୍ତ୍ରୀର ନାଁ ସମ୍ବାରୀ, ମନେ ରଖ ପିଲାମାନେ। ସେ ଦିନେ ସକାଳୁ ଶାଗ ତୋଳିବା ପାଇଁ ଯାଇଥିଲା। ଯେମିତି ଆମେ ସମସ୍ତେ ଯାଆନ୍ତି, ସେମିତି ସିଏ ବି, ମାନେ ଯିଏ ଯାହା କର୍ମରେ ଯେମିତି ଲାଗନ୍ତି, ସେ ତା କର୍ମରେ ସେ ଯାଇଥିଲା ଶାଗ ତୋଳିବା ପାଇଁ ତା ଘର ପାଇଁ। ତ ସେ ଆଉ ଫେରି ନଥିଲା। ନ ଫେରିବାର କାରଣ ଥିଲା, ଯେଉଁଟାକି କରାପୁଟିଆ ବୁଟାର ବୁଦା ଗହଳରୁ ମଣିଷଖିଆ ମହାବାଳ ବାଘ ତାକୁ ଘୋଷାରି ଘେନି ଯାଇଥିଲା। କରାପୁଟିଆ ବୁଟା ଅର୍ଥ ବୁଦା ଗହଳରେ ମଣିଷଖିଆ ବାଘ, ଅର୍ଥାତ୍ ତମେ ସମସ୍ତେ ବୁଝିପାରୁଥିବ ଏଇ ଲାଇନ୍ଟା, ଯେ ବାଘ ତାକୁ ଘୋଷାରିକି ନେଇଯାଇଥିଲା, ଅର୍ଥାତ୍ ବାଘ ତାକୁ ଖାଇ ଦେଇଥିଲା। ସକାଳୁ ଯାଇଥିଲା, ନିଛାଟିଆ ଜାଗା, କେହି ନଥିଲେ ବୋଧେ, ତେଣୁକରି ତାକୁ ବାଘ ଘୋଷାରିକି ନେଇଯାଇଥିଲା। ତାପରେ ସଂସାର ବୋଇଲେ ଶୁକ୍ରଜାନି ନିଜେ, ଅର୍ଥାତ୍ ତା ସ୍ତ୍ରୀ ମରିଗଲା ପରେ ତା ସଂସାର କହିଲେ ସେ ନିଜେ, ଆଉ ତାର ବଡ଼ ପୁଅ ମାଣ୍ଡିଆ ଜାନି, ସାନ ପୁଅ ଟିକିରା ଜାନି, ଆଉ ଝିଅ ଯୋଡ଼ିକ ଝିଲି ଆଉ ବେଲି। ତା ସ୍ତ୍ରୀ ମରିଗଲା ପରେ ତାର 2ଟା ପୁଅ, ତାଙ୍କ ନାଁ ଏଠି କୁହାହେଇଛି, ମାଣ୍ଡିଆ ଜାନି, ଆଉ ସାନ ପୁଅ ଥିଲା ଟିକିରା ଜାନି, ଆଉ 2ଟା ଝିଅ ଝିଲି ଆଉ ବେଲି। ତାପରେ ସଞ୍ଜ ବୁଡ଼େ, ଅର୍ଥାତ୍ ସନ୍ଧ୍ୟା ସମୟର କଥା। ସନ୍ଧ୍ୟା ବୁଡ଼ି ଆସୁଥିଲା। ନୂଆଣିଆ କୁଡ଼ିଆରେ ଅଣଓସାରିଆ ପିଣ୍ଡା ଛୋଟିଆ ନିଆଁଟିଏ ଦିକି ଦିକି ହୋଇ ଜଳୁଥିଲା। ନୂଆଣିଆ କୁଡ଼ିଆଟି ଅଣଓସାରିଆ ପିଣ୍ଡାରେ ଦିକି ଦିକି ହେଇକିରି ନିଆଁ ଜଳୁଥିଲା। ଝିଲି ନୋହିଲେ ବିଲି ଗୋଟିଏ ହାଣ୍ଡିରେ ମାଣ୍ଡିଆ ଚୁନା କି ଶାଗ କି ପେଶା ହୋଇଥିବା ଆମ୍ବ ଟାକୁଆର କୋଇଲି ଅଜାଡ଼ି ଦେଇ ଚୁଲିରେ ଥୋଇ ଦେଇ ଗୋଡ଼ ଲମ୍ବେଇ ବସିଥାନ୍ତେ। ଅର୍ଥାତ୍ ଏଠି ସେମାନଙ୍କର ଝିଲି ନହେଲେ ବିଲି, ଏମାନଙ୍କ ଭିତରୁ ଯିଏ ହେଲେ ଜଣଙ୍କ କଥା କୁହାହେଇଛି। ସେ କହୁଛନ୍ତି ଝିଲି ନହେଲେ ବିଲି, ଅର୍ଥାତ୍ ଝିଲି ନହେଲେ ବିଲି, ଏମାନଙ୍କ ଭିତରୁ ଜଣେ ଯିଏ ବି ହାଣ୍ଡିରେ ମାଣ୍ଡିଆ ଚୁନାକୁ କରିକିନା ଶାଗ ବସେଇଥାନ୍ତି। ଶାଗ ମାନେ ଜାଣିଛ, ପେଜ, ଯେଉଁଟାକି ପେଜ ରାନ୍ଧିଥାନ୍ତି।
ଚୁଲିରେ ଆମ୍ବ ଟାକୁଆ ଦେଇକିନା ସେମାନେ ବସିଥାନ୍ତି, ଗୋଡ଼ ଲମ୍ବେଇକି ବସିଥାନ୍ତି ଦୁଇ ଭଉଣୀ। ଫାଳିକିଆ ଚିକଣ ଖୋସାରେ ଗୋଟାଏ ଗୋଟାଏ ନାଲି ଫୁଲ ଏବଂ ସେମାନେ ଗୋଟେ ସାଇଡ଼ ଫାଳିକିଆ ଖୋସା ସେମାନେ ସେତେବେଳେ ଯେଉଁ ସେଇ ଜନଜାତିର ଝିଅମାନେ ଯେଉଁ ଖୋସା କରନ୍ତି ସେଇ ଖୋସାରେ ସେମାନେ ଗୋଟେ ଗୋଟେ ନାଲି ଫୁଲ ଖୁଞ୍ଚିଥାନ୍ତି, ଝିଲି ଆଉ ବିଲି। ପାହାଡ଼ ଖୋଳି ଖୋଳି କାନ୍ଧରେ ଟାଙ୍ଗିଆ ହାତରେ କୋଡ଼ି ଧରି ଦୁଇଟି ଯାକ ଭାଇ ମାଣ୍ଡିଆ ଓ ଟିକିରି ହାଲିଆ ଘାଲିଆ ହୋଇ ପିଣ୍ଡା ଉପରେ ଆସି ବସି ପଡ଼ନ୍ତି। ଅର୍ଥାତ୍ ଏଠି ଦୁଇ ଭାଇଙ୍କ କଥା କୁହାଗଲା, ଟିକିରା ଆଉ ମାଣ୍ଡିଆ। ଦୁଇ ଜଣ ପାହାଡ଼ ଖୋଳିବା ପାଇଁ ଯାଆନ୍ତି। ତ ସେତେବେଳେ ପାହାଡ଼ ଖୋଳି ଖୋଳି ସେମାନେ କାନ୍ଧରେ ଟାଙ୍ଗିଆ ମାନେ କାନ୍ଧରେ ଟାଙ୍ଗିଆ ପକେଇକିନା ଆଉ ହାତରେ କୋଡ଼ି ଧରିକିନା ଦୁଇ ଭାଇ ହାଲିଆ ଘାଲିଆ ମାନେ ହାଲିଆ ହେଇକିନା ଆସିକି ପିଣ୍ଡା ଉପରେ ବସି ପଡ଼ନ୍ତି। ଶୁକ୍ରୁଜାନି ଧୂଆଁପତ୍ର ଖଣ୍ଡେ ବଳି ବଳିକା ପିଙ୍କା ଖଣ୍ଡିଏ କରି ଟାଣେ ଆଉ ମନ ଭିତରେ କିପରି ଗୋଟାଏ ଆଶ୍ରୟମୟ ତୃପ୍ତି ସେ ପାଏ। ଶୁକ୍ରୁଜାନି ତାର କ'ଣ କରୁଥିଲା, ପିଣ୍ଡାରେ ବସିକିନା ଯେମିତିକି ଆମେ ବିଡ଼ି ଟାଣନ୍ତି ଆମର ଆନନ୍ଦ ପାଇଁ, ସେମିତି ସିଏ ମଧ୍ୟ କ'ଣ କରୁଥିଲା, ଯେଉଁ ପତ୍ରକୁ ଫୁଙ୍କିକିନା ଧୂଆଁ ବାହାର କରିକିରି ସେ ଗୋଟେ ଆନନ୍ଦ ପାଉଥିଲା। ତାର ଇଏ ଛୁଆ ଚାରୋଟି ଧାଙ୍ଗଡ଼ା, ଯୁବା ଓ ଧାଙ୍ଗଡ଼ି ଯୁବତୀ। ତାର 4ଟା ଛୁଆ ଶୁକ୍ରୁଜାନିର। ଧାଙ୍ଗଡ଼ା ଅର୍ଥାତ୍ ଯୁବା, ଧାଙ୍ଗଡ଼ି ଅର୍ଥାତ୍ ଯୁବତୀ। ଏବେ ଆମେ ବି ବ୍ୟବହାର କରୁଛୁ ତମ ଭାଷାରେ, ଯେଉଁଟାକି ଧାଙ୍ଗଡ଼ା ଧାଙ୍ଗଡ଼ି ବୋଲି କହୁ, ଯୁବା ବା ଯୁବତୀ। ତାକୁ ନେଇକି ତାରି ଘର। ନୂଆଣିଆ କୁଡ଼ିଆଟି, ତାର ନୂଆଣିଆ କୁଡ଼ିଆ ଥିଲା, ନୂଆ କୁଡ଼ିଆଟି ଥିଲା। ଚାରିପାଖରେ ପାହାଡ଼, ଜଙ୍ଗଲ ଆଉ ମଥା ଉପରେ ଏତେ ବଡ଼ ଆକାଶ। ଚାରିପାଖରେ ଜଙ୍ଗଲ ଥିଲା, ତା ଘର ଚାରିପାଖରେ ଜଙ୍ଗଲ ଆଉ ଉପରେ ଆକାଶ ଦେଖାଯାଉଥିଲା। ଏହା ଭିତରେ ବି ନିଜକୁ ସେ ଖୋଜିଲେ ପାଏ, ନିଜେ ରହିଛି ବୋଲି ସେ ବୁଝେ। କାହିଁକିନା ତାକୁ ଏକୁଟିଆ ଅନୁଭବ ହେଉଥିଲା, କାହିଁକିନା ତା ସ୍ତ୍ରୀ ମରିଯାଇଥିଲା। ତେଣୁକରି ସେ ସେତେବେଳେ ତାର ସେ ଏ ଭିତରେ ବି ସେ ନିଜକୁ ସେ ଖୋଜିଲେ ପାଏ, ନିଜେ ରହିଛି ବୋଲି ସେ ବୁଝେ। ଏତିକି ବି ଏଇ ଯେଉଁ ଜଙ୍ଗଲ ପାହାଡ଼ ଭିତରେ ସେ ନିଜକୁ ନିଜେ ପାଉଥିଲା ଆଉ ସେ ନିଜେ ରହିଛି ବୋଲିକି ସେ ବୁଝି ନେଉଥିଲା। କିଏ? ଶୁକ୍ରୁଜାନି। ଏଠାରେ ଗୋପୀନାଥ ମହାନ୍ତି ଶୁକ୍ରୁଜାନି କଥା କହୁଛନ୍ତି। ଶୁକ୍ରୁଜାନି ନିଜକୁ ଏକୁଟିଆ ଅନୁଭବ କରୁଥିଲା। ତାର 2ଟା ପୁଅ ଥିଲା, 2ଟା ଝିଅ ଥିଲା, କିନ୍ତୁ ତା ଭାରିଜା ମରିଯାଇଥିଲା। ତେଣୁକରି ସେ ନିଜକୁ ଏକୁଟିଆ ଅନୁଭବ କରୁଥିଲା। ଆଜି ପାଇଁ ଏତିକି, ନେକ୍ସଟ ଆମେ ପଢ଼ିବା।